ଓଡ଼ିଆ ଖାଦ୍ୟର ସ୍ୱାଦ ଓ ପରମ୍ପରାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏକ ନୂଆ ପଦକ୍ଷେପ। ପାରମ୍ପରିକ ଓଡ଼ିଆ ଖାଦ୍ୟ ପରିବେଷଣ କରୁଥିବା ଭୋଜନାଳୟମାନଙ୍କୁ ଏବେ ମିଳିବ ସରକାରୀ ପ୍ରୋତ୍ସାହନ। ଓଡ଼ିଶା ପର୍ଯ୍ୟଟନ ସଂଶୋଧିତ ନୀତି 2026 ଅନୁଯାୟୀ ପ୍ରୋତ୍ସାହନ ପାଇବାକୁ ଇଚ୍ଛୁକ ଭୋଜନାଳୟଗୁଡ଼ିକୁ କିଛି ନିର୍ଦ୍ଦିଷ୍ଟ ମାନଦଣ୍ଡ ପାଳନ କରିବାକୁ ହେବ। ସେଥିରେ ଜମିର ବୈଧ ମାଲିକାନା କିମ୍ବା ଲିଜ୍ ବ୍ୟବସ୍ଥା, ଅତି କମ୍ରେ 25 ଜଣଙ୍କ ବସିବା ପାଇଁ ସୁବିଧା, ପରିଷ୍କାର ଓ ସୁସଜ୍ଜିତ ରୋଷେଇ ଘର ଏବଂ 20 ଲକ୍ଷ ଟଙ୍କାରୁ ଅଧିକ ନିବେଶ ଭଳି ମାନଦଣ୍ଡ ରହିଛି। ଏହା ସହିତ ପାରମ୍ପରିକ ଓଡ଼ିଆ ଭୋଜନାଳୟରେ ପ୍ରଶିକ୍ଷିତ କର୍ମଚାରୀ ନିଯୁକ୍ତି, ପରିଷ୍କାର ଶୌଚାଳୟ, ଯାନବାହନ ରଖିବା ପାଇଁ ସ୍ଥାନ ଏବଂ ମେନୁରେ ଓଡ଼ିଆ ଖାଦ୍ୟର ନାମ ଓଡ଼ିଆ ଓ ଇଂରାଜୀ ଭାଷାରେ ଉଲ୍ଲେଖ କରିବା ଅନିବାର୍ଯ୍ୟ କରାଯାଇଛି। ନୂତନ ନୀତି ଅନୁଯାୟୀ ଭୋଜନାଳୟଗୁଡ଼ିକୁ ପୁଞ୍ଜିନିବେଶ ଓ ପରିଚାଳନା ବ୍ୟୟ ବାବଦରେ ଆର୍ଥିକ ସହାୟତା ମିଳିବ। ଯୋଗ୍ୟ ପ୍ରକଳ୍ପ ବ୍ୟୟର 30% ପର୍ଯ୍ୟନ୍ତ ଅର୍ଥ ଫେରସ୍ତ କରାଯିବ, ଯାହାର ସର୍ବାଧିକ ସୀମା 5 କୋଟି ଟଙ୍କା ନିର୍ଦ୍ଧାରିତ ହୋଇଛି। ଏହାଛଡ଼ା ବିଦ୍ୟୁତ୍ ଖର୍ଚ୍ଚ ଓ ରାଜ୍ୟ ଜିଏସ୍ଟି ବାବଦରେ ମଧ୍ୟ ସରକାରୀ ସହାୟତା ମିଳିବ। ଫଳରେ ଭୋଜନାଳୟମାନଙ୍କର ପରିଚାଳନା ବ୍ୟୟ ହ୍ରାସ ପାଇବା ଏବଂ ଓଡ଼ିଆ ଖାଦ୍ୟର ପ୍ରଚାର ପ୍ରସାରକୁ ନୂଆ ଦିଗ ମିଳିବ। ଏହି ସୁବିଧା କେବଳ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀରେ ଥିବା ଭୋଜନାଳୟ ପାଇଁ ସୀମିତ ନୁହେଁ। ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ ଓ କୋଲକାତା ଭଳି ମହାନଗରରେ ଥିବା କିଛି ଓଡ଼ିଆ ଭୋଜନାଳୟମାନେ ମଧ୍ୟ ଏହାର ଲାଭ ପାଇପାରିବେ। ସରକାରଙ୍କ ଏହି ନୂଆ ନିଷ୍ପତ୍ତି ଆଗାମୀ ଦିନରେ ଓଡ଼ିଆ ଭୋଜନାଳୟକୁ ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ଆଶା କରାଯାଉଛି। ବ୍ୟୁରୋ ରିପୋର୍ଟ, MNS ଓଡ଼ିଆ।